ବର୍ତ୍ତମାନ ଯେଉଁ ପ୍ରାଥମିକ ଶିକ୍ଷକମାନଙ୍କର ପ୍ରବୋଧନ ଟ୍ରେନିଂ ଚାଲିଛି ଏବଂ ଏହି ଟ୍ରେନିଂ 5 ଦିନ ଧରି ହେଉଛି। ଏଠାରେ ଟ୍ରେନିଂ ପ୍ରଥମରୁ ଆପଣଙ୍କୁ ଗୋଟିଏ ପ୍ରି ଟେଷ୍ଟ ଦେବା ପାଇଁ ପଡ଼ୁଛି ଏବଂ ଟ୍ରେନିଂ ଶେଷରେ ଆପଣଙ୍କୁ ଗୋଟିଏ ପୋଷ୍ଟ ଟେଷ୍ଟ ଦେବାକୁ ପଡ଼ିବ, ଯାହାକୁ କୁହାଯାଉଛି ପରବର୍ତ୍ତୀ ଆକଳନ ପ୍ରଶ୍ନପତ୍ର। ତ ଏହି ଟେଷ୍ଟରେ ମୋଟରେ 20ଟି ପ୍ରଶ୍ନ ରହିଛି ଏବଂ ଆପଣମାନଙ୍କୁ ଏହି 20ଟି ପ୍ରଶ୍ନର ସଠିକ୍ ଉତ୍ତର ମୁଁ ଏହି ଭିଡ଼ିଓରେ ଆପଣଙ୍କୁ ଜଣାଉଛି। ଆପଣମାନେ ନିଶ୍ଚିତ ଭାବରେ ତାହାକୁ ଦେଖନ୍ତୁ ଏବଂ ସଠିକ୍ ଉତ୍ତର ଦିଅନ୍ତୁ। ନମସ୍କାର, ମୁଁ DKD। ଆପଣମାନେ ଦେଖୁଛନ୍ତି ଆପଣଙ୍କ ପ୍ରିୟ ଚ୍ୟାନେଲ DKD ଅଲୱେଜ୍ ଆପକେ ସାଥ। ଏହି ଚ୍ୟାନେଲରେ ଆପଣମାନେ ଏହି ପ୍ରକାର କଣ୍ଟେଣ୍ଟ ସଦାବେଳେ ପାଇବେ। ଯଦି ଚ୍ୟାନେଲକୁ ଆଜି ପର୍ଯ୍ୟନ୍ତ ସବସ୍କ୍ରାଇବ୍ କରିନଥିବେ ତେବେ ଦୟାକରି ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ। ତ ଆସନ୍ତୁ ବର୍ତ୍ତମାନ ଦେଖିବା ପରବର୍ତ୍ତୀ ଆକଳନ ପ୍ରଶ୍ନପତ୍ରରେ କ'ଣ ସବୁ ପ୍ରଶ୍ନ ରହିଛି। ତ ପ୍ରଥମେ ଆପଣ ସେ ଲିଙ୍କରେ ଓପନ୍ କରିସାରିଲା ପରେ ଆପଣଙ୍କର ନାମ ଏବଂ ଆପଣଙ୍କର ସ୍କୁଲ ନାମ, ବ୍ଲକ ନାମ ଏସବୁ ଆପଣଙ୍କୁ ପୂରଣ କରିବା ପାଇଁ ପଡ଼ିବ ଏବଂ ତାପରେ ରହିଛି ପ୍ରଥମ ପ୍ରଶ୍ନ। ତ ଆସନ୍ତୁ ସେଇ ପ୍ରଥମ ପ୍ରଶ୍ନ ବିଷୟରେ ଆଲୋଚନା କରିବା ଏବଂ ଗୋଟି ଗୋଟି କରି 20ଟିର ଉତ୍ତରକୁ ଜାଣିବା। ପ୍ରଥମ ପ୍ରଶ୍ନ ଦେଖନ୍ତୁ, ନିମ୍ନୋକ୍ତ ମଧ୍ୟରୁ କେଉଁଟି ମୌଳିକ ପର୍ଯ୍ୟାୟ ପାଇଁ ପ୍ରସ୍ତୁତ ହୋଇଥିବା ନୂତନ ପାଠ୍ୟପୁସ୍ତକର ବୈଶିଷ୍ଟ୍ୟ? ତ ଏହାର ସଠିକ୍ ଉତ୍ତର ହେଉଛି କ, ପ୍ରସଙ୍ଗ ଗୁଡ଼ିକରେ ବିଭିନ୍ନ ବିଷୟରେ ଦକ୍ଷତା ପ୍ରତିଫଳନ। ତାପରେ ଆସନ୍ତୁ 2 ନମ୍ବର ପ୍ରଶ୍ନକୁ। 2 ନମ୍ବର ପ୍ରଶ୍ନରେ ଦେଖନ୍ତୁ, ପ୍ରସ୍ତୁତି ପର୍ଯ୍ୟାୟର ଶାରୀରିକ ଶିକ୍ଷା ଏବଂ ସୁସ୍ଥତା ଶିକ୍ଷାରେ ମୁଖ୍ୟତଃ କେଉଁ ବିଷୟରେ କୁହାଯାଇଛି? ଏହାର ମଧ୍ୟ ସଠିକ୍ ଉତ୍ତର କ, ମୌଳିକ ଶାରୀରିକ ଗତିବିଧି, କ୍ରୀଡ଼ା, ଯୋଗ। ତାପରେ ଦେଖିବା ନେକ୍ସଟ, ଫଳପ୍ରଦ ଗଣିତ ଶିକ୍ଷଣ ପାଇଁ ଶିକ୍ଷକ ନିମ୍ନଲିଖିତ ମଧ୍ୟରୁ କେଉଁ କୌଶଳ ଅବଲମ୍ବନ କରିବେ? ତ ପ୍ରଥମେ ରହିଛି ଶିକ୍ଷାର୍ଥୀ କୈନ୍ଦ୍ରିକ, ଅଭିଜ୍ଞତା ଆଧାରିତ, ଦଳଗତ ଏବଂ ସହଯୋଗୀ ଏବଂ ଶେଷରେ ରହିଛି ଉପରୋକ୍ତ ସମସ୍ତ। ତ ଏଗୁଡ଼ିକ ସବୁଗୁଡ଼ିକ ଦରକାର, ତେଣୁ ଏହାର ସଠିକ୍ ଉତ୍ତର ହେବ ଘ, ଉପରୋକ୍ତ ସମସ୍ତ। ତାପରେ ଆସନ୍ତୁ 4 ନମ୍ବର, ରାଇଟିଂ ସ୍କିଲ୍ ଅଫ୍ ଏ ଚାଇଲ୍ଡ କ୍ୟାନ୍ ବି ଏସେସ୍ଡ ଥ୍ରୋ ହୁଇଚ୍ ଅଫ୍ ଦ ଫଲୋଇଂ ପ୍ରୋସେସ୍? ଏହାର ସଠିକ୍ ଉତ୍ତର ହେବ ବି, ରାଇଟିଂ ପାରାଗ୍ରାଫ ଟୁ ଏକ୍ସପ୍ରେସ୍ ଆଣ୍ଡରଷ୍ଟାଣ୍ଡିଂ। ତାପରେ ଆସନ୍ତୁ ନେକ୍ସଟ, ସଂସ୍କୃତ ଭାଷା ଶିକ୍ଷଣର ମୌଳିକ ଉଦ୍ଦେଶ୍ୟ କ'ଣ? କରେ ରହିଛି ଭାବ ବିନିମୟ, ତାପରେ ରହିଛି ଶ୍ଲୋକ ପଠନ, କଳ୍ପନା ବିଳାସ ଏବଂ କବିତା ଲିଖନ। ଏହାର ସଠିକ୍ ଉତ୍ତର ହେବ କ, ଭାବ ବିନିମୟ। ପ୍ରସ୍ତାବିତ କଳା ଶିକ୍ଷା ପାଇଁ କଳାର କେଉଁ ବିଭାଗ ଗୁଡ଼ିକୁ ସ୍ଥାନିତ କରାଯାଇଛି? ତ ଦେଖନ୍ତୁ ଏହାର ସଠିକ୍ ଉତ୍ତର ହେବ କ, ସଙ୍ଗୀତ, ନୃତ୍ୟ, ନାଟକ ଓ ଚିତ୍ରକଳା। ଆପଣ କକୁ ସିଲେକ୍ଟ କରନ୍ତୁ। ତାପରେ ଦେଖିବା ନେକ୍ସଟ ପ୍ରଶ୍ନ, ବିଦ୍ୟାଳୟ ସଙ୍ଗମ କଥା କେଉଁ ଦସ୍ତାବିଜରେ କୁହାଯାଇଛି? ତ ଦେଖନ୍ତୁ ଏଠି 4ଟି ଅପସନ୍ ରହିଛି, ତ ଏହାର ସଠିକ୍ ଉତ୍ତର ହେବ ଜାତୀୟ ଶିକ୍ଷାନୀତି 1989। ତାପରେ ଆସନ୍ତୁ 8 ନମ୍ବର ପ୍ରଶ୍ନ, ଓଡ଼ିଆ ପାଠ୍ୟକ୍ରମ ରୂପରେଖ 2025ର ଶିକ୍ଷଣ ମାନକ ଅନୁଯାୟୀ ନିମ୍ନୋକ୍ତ ମଧ୍ୟରୁ କେଉଁଟା ସଠିକ୍ କ୍ରମ? ତ ଦେଖନ୍ତୁ ଏହାର ସଠିକ୍ ଉତ୍ତର ହେବ ପାଠ୍ୟକ୍ରମ ଲକ୍ଷ୍ୟ, ଦକ୍ଷତା ଏବଂ ଶିକ୍ଷଣ ଫଳାଫଳ, ଅର୍ଥାତ୍ ଶେଷ। ଘଟି ହେଉଛି ଏହାର ସଠିକ୍ ଉତ୍ତର। ତାପରେ ଦେଖିବା ନେକ୍ସଟ, ତ୍ରିଭାଷୀ ପଦ୍ଧତିରେ କେତୋଟି ଭାରତୀୟ ଭାଷା ରହିବା କଥା କୁହାଯାଇଛି? କରେ ଅଛି ଗୋଟିଏ, ତାପରେ ଅଛି 2ଟି, ତାପରେ ଅଛି 3ଟି ଏବଂ ଲାଷ୍ଟରେ ଅଛି 4ଟି। ତ ଏହାର ସଠିକ୍ ଉତ୍ତର ହେଉଛି ଗ, 3ଟି। କେଉଁଟି ମଧ୍ୟସ୍ତରରେ ବିଜ୍ଞାନ ଶିକ୍ଷଣର ଉଦ୍ଦେଶ୍ୟ ନୁହେଁ? ତ କ, ଖ, ଗ, ଘ ଏଠାରେ ମଧ୍ୟ 4ଟି ଅପସନ୍ ରହିଛି। ଏହାର ସଠିକ୍ ଉତ୍ତର ହେବ କେବଳ ବିଜ୍ଞାନର ପ୍ରଶ୍ନୋତ୍ତର କରିବା, ଅର୍ଥାତ୍ ଶେଷଟି। ଘ ହେଉଛି ଏହାର ସଠିକ୍ ଉତ୍ତର। ନେକ୍ସଟ, ନିମ୍ନୋକ୍ତ ମଧ୍ୟରୁ କେଉଁଟି ପଞ୍ଚକୋଷୀୟ ବିକାଶ ସ୍ତରର ସଠିକ୍ କ୍ରମ ଅଟେ? ତ ଏଠାରେ ମଧ୍ୟ 4ଟି ଅପସନ୍ ରହିଛି, ତ ଏହାର ସଠିକ୍ ଉତ୍ତର ହେବ ସି, ଅର୍ଥାତ୍ ଗ, ଅନୁମୟ ପ୍ରାଣମୟ, ସେ ଗଟା ଯେଉଁଟା ଅଛି ସେଇଟା ସଠିକ୍ ଉତ୍ତର। 12 ନମ୍ବରରେ ଦେଖନ୍ତୁ, ଜଣେ ଶିକ୍ଷାର୍ଥୀ ଅନୁଚ୍ଛେଦ ପଢ଼ି ତାହାର ଅର୍ଥ ବୁଝାଉଛି ଓ ନିଜର ମତ ଦେଉଛି। ଏହା କେଉଁ ଉକ୍ତିଟିକୁ ସୂଚାଉଛି? ତ ଏହାର ସଠିକ୍ ଉତ୍ତର ହେଉଛି ଗ, ଅର୍ଥବୋଧ ଓ ପ୍ରକାଶ କରିବାର ସାମର୍ଥ୍ୟ। ନେକ୍ସଟ 13 ନମ୍ବର, ନିମ୍ନଲିଖିତ ମଧ୍ୟରୁ କେଉଁଟି ଦକ୍ଷତା ଭିତ୍ତିକ ଆକଳନର
ଠିକ୍ ଅର୍ଥକୁ ବ୍ୟକ୍ତ କରୁନାହିଁ। ତ ଦେଖନ୍ତୁ 13 ନମ୍ବରର ସଠିକ୍ ଉତ୍ତର ହେବ ଖ, ଯେଉଁ ଆକଳନ ବିଦ୍ୟାର୍ଥୀର ସାମର୍ଥ୍ୟ, ସେ ଖଟି ହେବ ତାର ସଠିକ୍ ଉତ୍ତର। ତାପରେ ଦେଖିବା 14 ନମ୍ବର, ବନ୍ଦିତା ଦିଦି ପଞ୍ଚପଦୀ ଶିକ୍ଷଣ ପ୍ରକ୍ରିୟା ଅନୁଯାୟୀ ଗୋଟିଏ ପାଠ ଯୋଜନା ପ୍ରସ୍ତୁତ କରିବେ। ପାଠ ଯୋଜନାରେ ସେ ଗୋଟିଏ କବିତାକୁ ପିଲାମାନଙ୍କୁ ପଢ଼ାଇବାର ଯୋଜନା କରିଛନ୍ତି। ତ ଏହାର ଦେଖନ୍ତୁ ସଠିକ୍ ଉତ୍ତର ହେବ ବି, ଅର୍ଥାତ୍ ଖ ହେଉଛି ଏହାର ସଠିକ୍ ଉତ୍ତର। ତାପରେ ଆସନ୍ତୁ 15 ନମ୍ବର, ନିମ୍ନରେ ଦିଆଯାଇଥିବା ଉକ୍ତିଗୁଡ଼ିକ ମଧ୍ୟରୁ କେଉଁ ସାମାଜିକ ବିଜ୍ଞାନର ଲକ୍ଷଣ? ତ ଦେଖନ୍ତୁ 15 ନମ୍ବରର ସଠିକ୍ ଉତ୍ତର ହେଉଛି ଗ, ତେଣୁ ଆପଣ ଗରେ କ୍ଲିକ୍ କରନ୍ତୁ। ତାପରେ ରହିଛି 16 ନମ୍ବର, 16 ନମ୍ବରରେ ମଧ୍ୟ ଦେଖନ୍ତୁ ନିମ୍ନୋକ୍ତ ମଧ୍ୟରୁ କେଉଁ ଜାତୀୟ ପାଠ୍ୟକ୍ରମ ଆଧାର 2025? ତ ଏଇ ଯେଉଁ ପ୍ରଶ୍ନଟା ରହିଛି ଏହାର ସଠିକ୍ ଉତ୍ତର ହେଉଛି 16 ନମ୍ବରରେ ଲାଷ୍ଟଟି, ଅର୍ଥାତ୍ ଘ। ତାପରେ 17 ନମ୍ବର, ସଂସ୍କୃତ ଭାଷା ଶିକ୍ଷଣର ମୁଖ୍ୟ କୌଶଳ ଦୁଇଟି କ'ଣ? ତ ଦେଖନ୍ତୁ ଏହାର ସଠିକ୍ ଉତ୍ତର କ। ତାପରେ ଆସନ୍ତୁ 18 ନମ୍ବର, 18 ନମ୍ବରରେ ଦେଖନ୍ତୁ ଦକ୍ଷତା ଭିତ୍ତିକ ଆକଳନରେ ଶିକ୍ଷକ ଶିକ୍ଷାର୍ଥୀମାନଙ୍କ ଦ୍ୱାରା ବିଦ୍ୟାଳୟର ଯେଉଁ ପ୍ରଶ୍ନ ରହିଛି, ତ 18 ନମ୍ବରର ସଠିକ୍ ଉତ୍ତର ହେଉଛି ଖ, ଅର୍ଥାତ୍ ଜଳାଭାବ ଜନିତ ସମସ୍ୟା, ସେଇ ଯେଉଁ ଖଟା। ତାପରେ 19 ନମ୍ବର, ପରିବେଶ ଶିକ୍ଷଣରେ କେଉଁ ସବୁ ବିଷୟଗୁଡ଼ିକୁ ସମନ୍ୱିତ କରାଯାଇଥାଏ? ତ 19 ନମ୍ବରର ସଠିକ୍ ଉତ୍ତର ହେଉଛି ପ୍ରଥମଟି, ବିଜ୍ଞାନ, ସାମାଜିକ ଏବଂ ପରିବେଶ ଶିକ୍ଷା। ତାପରେ ଆସନ୍ତୁ ଶେଷ ପ୍ରଶ୍ନ, ପିଲାମାନେ ପର୍ଯ୍ୟବେକ୍ଷଣ କରି ତଥ୍ୟକୁ ସାରଣୀରେ ପୂରଣ କଲେ ଏହା ପଞ୍ଚପଦୀର କେଉଁ ସୋପାନ? ତ 20 ନମ୍ବରର ସଠିକ୍ ଉତ୍ତର ହେବ, ଏଟା ଆପଣ ଜାଣିଛନ୍ତି, ବଦ୍ଧ। ତ ଆପଣ ବଦ୍ଧକୁ କ୍ଲିକ୍ କରନ୍ତୁ। ତ ଇଏ ଥିଲା ଆମର 20ଟି ପ୍ରଶ୍ନର ମୁଁ ଉତ୍ତର ଆପଣମାନଙ୍କୁ କହିଦେଲି। ଏହା ନିଶ୍ଚିତ ଭାବରେ ଆପଣମାନଙ୍କୁ ସାହାଯ୍ୟ କରିବ। ଭିଡ଼ିଓଟି ଭଲ ଲାଗିଥିଲେ ନିଶ୍ଚିତ ଭାବେ ଲାଇକ୍ ଏବଂ ସେୟାର କରିବେ। ରହୁଛି, ପୁନର୍ବାର ଦେଖା ହେବ ଅନ୍ୟ ଏକ ଭିଡ଼ିଓରେ। ନମସ୍କାର।